ସବୁଠାରୁ ବଡ଼ ଖୁସିର ବିଷୟ ଆମର ସୌଭାଗ୍ୟ ଓଡ଼ିଶା ମାଟିର ସୌଭାଗ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାରତୀୟ ଜନତା ପାର୍ଟିର ନିତିନ ନବୀନ ଆସୁଛନ୍ତି। ଆମେ ସମସ୍ତେ ମୁଖରିତ କାର୍ଯ୍ୟକର୍ତ୍ତା ଉତ୍ଫୁଲ୍ଲିତ, କାରଣ ଏ ସୌଭାଗ୍ୟ ବହୁତ କମ୍ ସମୟରେ ମିଳେ। ଯେଉଁ ସମୟରୁ ସେ ଦାୟିତ୍ୱ ନେଇଛନ୍ତି, ନିତିନ ନବୀନ ଦାୟିତ୍ୱ ନେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ, ଆମର ସୌଭାଗ୍ୟ ନଥିଲା, କିନ୍ତୁ ଆଜି ଆମର ସୌଭାଗ୍ୟ ହେଇଛି ଯେ ଆମେ ତାଙ୍କୁ 2 ଦିନ ସମୟ ତାଙ୍କ ସହିତ ରହିବୁ। ଅନେକ ବିଷୟ ଆଲୋଚନା ହେବ, ସଂଗଠନ ବିଷୟ ହେବ, ସରକାରଙ୍କର ବିଷୟରେ ଆଲୋଚନା ହେବ, ମନ୍ତ୍ରୀମାନଙ୍କ ବିଧାୟକମାନଙ୍କ ବିଷୟରେ ଆଲୋଚନା ହେବ। ସେହି ଦୃଷ୍ଟିରୁ ନେଇ ମୁଁ ଅଭିନନ୍ଦନ ଜଣାଉଛି ତାଙ୍କର ଏ ଗସ୍ତକୁ। କାର୍ଯ୍ୟକର୍ତ୍ତା ମାନେ ଉତ୍ଫୁଲ୍ଲିତ ଅଛନ୍ତି ଏବଂ ସମସ୍ତ ଆମର ଯେଉଁ ସରକାରର କର୍ମକର୍ତ୍ତା ଯେଉଁମାନେ ଅଛନ୍ତି, ମନ୍ତ୍ରୀ ମାନେ ଅଛନ୍ତି, ସେମାନେ ବି ଅତି ଆନନ୍ଦିତ ଅଛନ୍ତି, କାରଣ ତାଙ୍କର ବି ବୈଠକର ସିଡ୍ୟୁଲ୍ ହେଇଛି। ସିଡ୍ୟୁଲ୍ ଅନୁସାରେ ହିଁ ଏ କାର୍ଯ୍ୟକ୍ରମ ଚାଲିବ। ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗଦେବା ଅନେକ ଗୁରୁତ୍ୱ ବହନ କରୁଛି। ଆଗକୁ ବିଜେପିର ସଂଗଠନ ବିଷୟ ବି ବୟାନ କରୁଛି। ଦେଖନ୍ତୁ, ମୁଁ ଆଜି ନୁହେଁ, ଏ ବିଷୟ ପ୍ରଥମରୁ ବି ମୁଁ କହିଛି ଯେ ସଂଗଠନ ଆଧାରିତ ହେଉଛି ଭାରତୀୟ ଜନତା ପାର୍ଟି। ଆମେ କେଡର ବେଶ କହୁ, କେଡର ମାନଙ୍କର ଉତ୍ଥାନ ଯଦି ହେବ ତାହେଲେ ଦେଶ ଠିକ୍ ରହିବ। କାରଣ ଜଣେ ଯଦି ନେତୃତ୍ୱ ନେବ, ଜଣେ ନେତୃତ୍ୱ ନେଲା ଭିତରେ ଲବି ଚାଲିଥାଏ। ଏଠିରେ ଲବିର ପ୍ରକ୍ରିୟା ନଥାଏ, କାରଣ ସବୁ ସମୟରେ ଚାହାନ୍ତି ପାରଫରମେନ୍ସ, ସବୁ ସମୟରେ ଚାହାନ୍ତି ଯେ ଆମର ଏଇଟା ଗୋଟେ ଟିମ୍ ସ୍ପିରିଟ୍। ସେଥିପାଇଁ ଆମେ ଏକାତ୍ମ ମାନବବାଦକୁ ଆଧାର କରିଥାଉ ଏବଂ ଏ ଆଧାରରେ ଆଜି ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଭାରତବର୍ଷରେ 22ଟି ରାଜ୍ୟ ଶାସନ କରିବାର ସୌଭାଗ୍ୟ ପାଇଛନ୍ତି। ତା ସଙ୍ଗେ ସଙ୍ଗେ ଆଜି ନିତିନ ନବୀନ ଯେତେବେଳେ ଦାୟିତ୍ୱ ନେଲେ, ଏ ଦାୟିତ୍ୱ ଆମମାନଙ୍କୁ ଆହୁରି ଦ୍ୱିଗୁଣିତ ଉତ୍ସାହର ସୀମାକୁ ନେଇଯାଇଛନ୍ତି। କାରଣ 5ଟି ରାଜ୍ୟର ନିର୍ବାଚନ ହେଲା, 5ଟି ନିର୍ବାଚନର ନେତୃତ୍ୱ ତାଙ୍କ ଅଧୀନରେ ହିଁ ଥିଲା ଏବଂ ତାଙ୍କ ଅଧୀନରେ ଯେଉଁ ପ୍ରକାର ସୌଭାଗ୍ୟ, ଏ କେବଳ ଭାରତୀୟ ଜନତା ପାର୍ଟି ନୁହେଁ, ଦେଶ ପାଇଁ ଏକ ଉଜ୍ଜଳ ଭବିଷ୍ୟତର ଦିଗ ହିଁ ଆଲୋକିତ ହେଉଛି ବୋଲି ଅନୁଭବ କରୁଛି। ତ ସେ ଦୃଷ୍ଟିରୁ ଓଡ଼ିଶା ପ୍ରଦେଶକୁ ଯେତେବେଳେ ତାଙ୍କର ଗସ୍ତ ହେଉଛି, ଆମେ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ତାଙ୍କର ଉକ୍ତିକୁ ମନେ 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 ନିଶ୍ଚିତ ଭାବରେ ଆମେ ପକାଇବା। ପୂର୍ବ ଭାରତର ବିକାଶରେ ଦେଶର ବିକାଶ ହେବ ଏବଂ ଏ ଦେଶର ବିକାଶ ଭିତରେ ଯେତେବେଳେ ସଂଗଠନର ମୁଖ୍ୟ ଆସୁଛନ୍ତି, ଆମେ ଆହୁରି ସୌଭାଗ୍ୟ। ଆମେ ତାଙ୍କର ଯେଉଁ ଆଜି ପ୍ରକ୍ରିୟା ଅଛି, ସେ ପ୍ରକ୍ରିୟା ଭିତରେ କାମ କରିବାର ସୌଭାଗ୍ୟ ଯଦି ମିଳିବ, ସେ ସୌଭାଗ୍ୟ ମୁଁ ମନ୍ତ୍ରୀ ଥିବା ଦୃଷ୍ଟିରୁ ମୋତେ ତ ଆହୁରି ଖୁସି ଲାଗିବ। କାରଣ ଆଜିର କାମକୁ ଆମେ ଯେତେ ଲୋକଙ୍କ ପାଖକୁ ପହଞ୍ଚାଇବା, ଲୋକ ଜାଣିବେ ସରକାରଙ୍କର ନୀତି, ସରକାରଙ୍କର ଯୋଜନା, ସରକାରଙ୍କର କାର୍ଯ୍ୟାନ୍ୱୟନ, ଏ ସବୁ ବିଷୟରେ ଆମେ ଯେତେ ଜାଣିଛୁ ତାଠୁ ତାଙ୍କର ଅଭିଜ୍ଞତା ଅଧିକ ଅଛି। ସେହି ଦୃଷ୍ଟିରୁ ଆମମାନଙ୍କ ପାଇଁ ବହୁତ ବଡ଼ ଆଶୀର୍ବାଦ ହେବ ବୋଲି ମୁଁ ମନେ କରୁଛି। ଦେଖନ୍ତୁ, ଆମେ 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 କେନ୍ଦ୍ରର ନେତୃତ୍ୱକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ କେବଳ ସରକାରଙ୍କୁ ଆବେଦନ କରିନାହାନ୍ତି, ସମସ୍ତ ଜନସାଧାରଣଙ୍କୁ ସେ ଆବେଦନ କରିଛନ୍ତି। ଏ ବିଷୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିର୍ଣ୍ଣୟ ନେବେ, ସେ ନିର୍ଣ୍ଣୟକୁ ଆମେ ପାଥେୟ କରି କାମ କରୁଛୁ ଏବଂ କାମ ବି କରିବୁ। ଆଜିକାର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁଠାରୁ ଯିଏ ମୁଖ୍ୟ ଅଛି, ମୁଖ୍ୟ ନେତୃତ୍ୱ ହିଁ ଅନ୍ୟମାନଙ୍କୁ ହିଁ ପରିତ୍ରାଣ କରିଥାଏ। ସେହି ଦୃଷ୍ଟିରୁ
आज माननीय मुख्यमंत्री जहाँ निर्देश दौरान ताको आम अक्षर अक्षर पालन करुचु एवं ये प्रकार घड़ी संधि मुहूर्त जो प्रकार निर्देश अच्छी ये निर्देश केवल मंत्री मानक नुहे ये 4.5 कोटी जनता मान जनाता कारण तांको उपरे ही सरकार सरकार ही तांको ही निश्चित भाव में सुपथरे नेबापी जो प्रकार निष्पत्ति नेबे से निष्पत्ति को मंत्री परिषदर समस्त मंत्री माने अन्य प्रशासनिक विभाग भी जो प्रकार गाइडलाइन आसो से गाइडलाइन को भी आमे पालन करिबा एवं से पालन कले आमे ही सबुठारु स्वच्छंदरे आगामी समयटा ही आम प्रযোज्य बोलिक मु मन करुछि।